ଆପଣ କେତେବେଳେ ଆସିଲେ ନା ହେଲେ ମତେ ଡାକିଲାନି କାହିଁକି? ଅପା ଆମେ ଆସିକି କିଛି ସମୟ ହେଇଛି ହେଲେ ଅପା ତମେ କାହିଁକି ଆମ ସହିତ ଆସିନଥିଲ? ମୁଁ କଣ ପାଇଁ ତୁମମାନଙ୍କ ସହ ଆସିନଥିଲି ଜାଣିଛ? କଣ ପାଇଲ? ଗତକାଲି ନା ମୋ ବଡ ଭାଇଙ୍କ ସହିତ ମୋର ସାକ୍ଷାତ ହେଇଥିଲା ଲୋ। ସତରେ କିଲୋ? ହଁ ଆଉ ତାଙ୍କୁ କହିଲି ମୋ ସହିତ ଆସ ଏ ସବରପଲ୍ଲୀରେ ଆଜିଠୁ ରହିବା ବୋଲି। ହେଲେ ସେ ମନା କରିଦେଲେ ଲୋ। ହେଲେ କାହିଁକି ଅପା? କଣ ପାଇଁ ମନା କଲେ ସେଇ କଥା ମଧ୍ୟ ମୁଁ ଜାଣିନି, କିନ୍ତୁ ଏତିକି କହିଲେ ଯେ ମୋ ପରିଚୟଟା ଏ ଦୁନିଆ ଆଗରେ କାହାକୁ ଜଣେଇବନି ବୋଲି। ହେଲେ ଏ ସାଙ୍ଗମାନେ ତୁମେ ମାନେ ମୋ ପିଲାଦିନର ସାଙ୍ଗ ବୋଲି ମୁଁ ବଡ଼ ଭାଇଙ୍କ କଥା ତମମାନଙ୍କ ଆଗରେ ଜଣାଉଛି, କିନ୍ତୁ ଅନ୍ୟ କାହାକୁ କହିବନି ଯେ ଏ ଦୁନିଆରେ ମୋ ବଡ଼ ଭାଇ ଜଣେ ଅଛନ୍ତି ବୋଲି। ନାଇଲୋ ନାଇଁ, ଆମେ କାହାକୁ ବି କହିବୁନି। କିନ୍ତୁ ମୁଁ ଏତିକିରେ ଖୁସି ଯେ ଏ ଦୁନିଆରେ ତ ମୋ ବଡ଼ ଭାଇ ଜଣେ ଅଛନ୍ତି ନା। ହଁ ପରା। ସେ ଦିନେ ନା ଦିନେ ନିଶ୍ଚୟ ମୋ ପାଖ ଫେରି ଆସିବେ ନା। ହଁ। ଆହୁରି ଗୋଟେ ଖୁସିର କଥା ଲୋ। କୋଉ କଥା କିଲୋ? ମୁଁ ସେ ବାଟ ଦେଇ ଆସୁଥିଲି ନା, ସେ ପାଖରେ ନା କେତେ ସୁନ୍ଦର ଫୁଲ ଗୁଡ଼ାକ ଫୁଟି ଅଛି। ହଁ। ସେ ଫୁଲକୁ ଭ୍ରମଣ ଆସିକି ଚୁମ୍ବନ ଦେବାକୁ ଚେଷ୍ଟା କରିଛନ୍ତି ଲୋ। ସତରେ କିଲୋ? ଅପା ସେ ଦୃଶ୍ୟ ଦେଖିକି ତମକୁ କଣ କିଛି କହିବାକୁ ଇଚ୍ଛା ହଉନି କିଲୋ? କଣ ବା କହିବି, ଏ ବୟସଟା ମଧ୍ୟ କିଏ ଜାଣି କରିଛି ଯେ ମୁଁ ମଧ୍ୟ ଜାଣିପାରୁନି, କିନ୍ତୁ କହିବି ନିଶ୍ଚୟ ମୋ ମନର କଥା କହିବି। ଶୁଣିବ? ତାହେଲେ ଶୁଣଲା ସାକ୍ଷୀ ବଉଲା। ବୟସ କି ଯାଦୁ କଲା ମନ ବୟସ କି ଯାଦୁ କଲା ମନ ଚହରିଲା ରାତି ଖୋଜୁଅଛି ସାଥିର ପରଛ, ରାତି ଖୋଜୁଅଛି ସାଥିର ପରଛ, ମନ ଗଲା ବୟସ କି ଯାଦୁ କଲା ମନ ଚହରିଲା ବୟସ କି ଯାଦୁ କଲା ମନ ଚହରିଲା बयस की जादू कला मनो चहरिला बयस की जादू कला मनो चहरिला
ଜଣଙ୍କର ନଚେବି ବାହାଘର ତମେ ମାନେ ଯାଇକି ସେ ଫୁଲଟା ତୋଳି ଆଣି ଦିଅର ମୁଁ ସେଇଠି ଅପେକ୍ଷା କରୁଛି। ତାହେଲେ ଠିକ ଅଛି ଲୋ ଅପା। ତାହେଲେ ଚାଲ। ହଁ ଯାଅ ଯାଅ। କଣ ହେଲା ଲୋ କାଇ କେମିତି ଦୌଡ଼ି ଆସିଲା? ଆଲେ ଅପା ତମେ କହୁଥିଲ ନା ଆମ ଏ ଫୁଲ ଦନକୁ କାଲା ଭମର ଗୁଡ଼ିକ ଆସିବାକୁ ଲାଗିଲେ। ହଁ ତ ହେଲେ ଜାଣିଛ ଆଜି ନାକି କାଲି ନାଇଁ ହଠାତ୍ ଆମ ଏ ସବରପାଲିରେ ଫୁଲ ଉଦ୍ୟାନକୁ ଜଣେ ଯୁବକ ପଶି ଆସିছিল। କଣ କହିଲ ଏଇ ଆମ ସବରପୁର ଫୁଲ ଉଦ୍ୟାନକ ପରେ ଜଣେ ଯୁବକ ଆସିଛନ୍ତି? ହଁ ଲୋ ଅପା। ତମେ ଏଇଟା ମିଛ କହୁଛ ନା? ନାଇଁ ଲୋ ସତ କହୁଛୁ। ନା ନା ମୁଁ ଜାଣିଛି ପ୍ରତିଦିନ ଯେପରି ମତେ ଠଟ୍ଟା କର ଆଜି ମଧ୍ୟ ତୁମେ ସେପରି ଠଟ୍ଟା କରୁଛ ଏ ନା? ଅପା ତମକୁ ଯଦି ଆମ କଥାରୁ ବିଶ୍ୱାସ ହଉନି ତାହେଲେ ଆମ ସହିତ ଚାଲୁନା ସେ ଯୁବକକୁ ଦେଖିକି ଆସିବା। ଠିକ ଅଛି ଲୋ ଏଇ କଥା ଯଦି ତୁମେ ମାନେ ସତ କହୁଛ ତାହେଲେ ଚାଲ ତ ମତେ ଦେଖିବ ସେ କୋଉଠି ଅଛନ୍ତି। ଚାଲ ରେ ଚାଲ। ଚାଲ ଚାଲ। हाइलो ए तम मन के आ कौन पे मते निदर उठाई देला हां प्रथमे तमे कह तमे किए एठू कौन पैसिचा? आलो ए मुझे हेथान काहे कि तम मन तू कौन पे कहबी तमे कह तमे मते कौन पे निदर उठाई देला हैला तम परिचय जानिबा पाए मो संग में तुमको निदर उठाई देली। मो परिचय जानिबा पाए हाँ। आलो ए तमे मान कर तम चेहरा के भी आईना देखि छ ना ना देखिनी सेति पई त परिचय में बेचाली आछ जमार दे परिबिन मो परिचय हैला कोडकिरो तम परिचय देई पारि परी जमार नुह माने मु ठीक बुझी पारुची। अच्छा अरे संग माने ए मते लागुची आमे समस्ते अच्छे बोले से जीवक लाज करते बुद्धि हेलो मु जदि एकुटा तंका परिचय पचारे तंका परिचय देई मते पारंती। हेलो पा तुम माने जाओ से बरगछ मूल अपेक्षा करता मो क्यूटिया तंका परिचय पचारे के आसुची। ताले ठीक अछि लपा हेले जिपा करू ना हम तम कुछ काहे की जिबू कौन कहबा चाहछ जे मो पाख को आसना कौन हला ताले सुन लपा
ସମସ୍ତେ ତ ଚାଲିଗଲେ ତମେ ଏଠି କଣଟେ କରୁଛ? ତମ ପରିଚୟ ଚଢ଼ିବା ପାଇଁ ଏଠି ମୁଁ ରହିଯାଇଛି। ମୋ ପରିଚୟ? ହଁ। ଆଲୋ ଏଇ ମୁଁ ମୋ ପରିଚୟ କାହାରିକୁ ଦିଏନି ମ। ହେଲେ କାହିଁକି ମ? କାହିଁକି ନା ମୋ ଗୁପ୍ତ କାର୍ଯ୍ୟରେ ବାହାରି ପଡ଼ିଛି। ଆଉ ତେଣୁକରି ମୁଁ ମୋ ପରିଚୟଟାକୁ ମଧ୍ୟ ଗୁପ୍ତ ଭାବରେ ରଖିଛି, ବୁଝିପାରିଲ? ଆଚ୍ଛା ଆଚ୍ଛା ଗୋଟିଏ କଥା କଣ? କହିଲେ ତମେ କର ତମ ସଖୀ ସହଚରୀ ମାନଙ୍କୁ ଟିକେ ମଧ୍ୟ ଶିଷ୍ଟାଚାର କିମ୍ବା ଭଦ୍ରତା ଶିଖେଇନ? ଆରେ ହଁ? ଏମିତି କଣ ହେଇଗଲା ଯେ ମୋ ସାଙ୍ଗମାନଙ୍କ ବିଷୟରେ ଏଇ ସବୁ କହି ଯାଉଛ? ହଁ ଏମିତି ଜଣେ ଅଜଣା ପୁରୁଷକୁ କିଏ ଠେଲି ଦଉଛି ତ କିଏ ପେଲି ଦଉଛି ଯେ? ଏ ତମ ପରି ସୁନ୍ଦର ଯୁବକ ଆଚ୍ଛା। ଆଦ କେବେ ଦେଖିନଥିଲି। ଆଚ୍ଛା ସେଥିପାଇଁ ତ ମୋ ସଖୀ ମାନେ ହଁ? କିଏ ତୁମକୁ କେମିତି ଠେଲି ଦେଉଛି ପେଲି ଦେଉଛି। ସେଥିପାଇଁ ତ ଏମିତି ସମସ୍ତେ ବାୟାଣୀଙ୍କ ଭଳିଆ ହଉଛନ୍ତି। ହଉ ହେଲା ହେଲେ ଯେତେବେଳେ ତ ନିଦରୁ ଉଠେଇ ସାରିଲଣି ଏଥର ଏଇଟା କୁହ କଣ? ଆଲୋଇ ତମେ କିଏ ଆଉ ତମେ ଏଠି କ'ଣ କରୁଛ? ମାନେ ତମର ସମ୍ପୂର୍ଣ୍ଣ ପରିଚୟଟା କ'ଣ? ମୋ ପରିଚୟ? ଆରେ ବାବା ମୁଁ ମୋ ପରିଚୟ କହିପାରିବିନି। କାହିଁକି କହିପାରିବନି? କାହିଁକି ନା ଆଚ୍ଛା। ମୋ ବାବା କହିଯାଇଛନ୍ତି ହଁ? ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ନୁହଁ ବୋଲି। ହଇଲୋ ତମକୁ ତମ ବାପା କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବାଟା ଉଚିତ। ହଁ ହଁ ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦରୁ ଉଠେଇ ଦେବା ଏଇଟା ମଧ୍ୟ ନିଶ୍ଚୟ ତମକୁ ତମର ସେ ବାପା ଶିଖେଇଥିବେ। ନାଇଁ ଯେ ନାଇଁ ଯେପରି ଆରେ ତମ ପରିଚୟଟା ଦେଇଦିଅ ମୁଁ ତମର କୌଣସି ପ୍ରକାର କ୍ଷତି କରିବିନି ହେଲା। ଆରେ ସତରେ ତୁ ମୁଁ ଯଦି ଆଙ୍କୁ ମୋ ପରିଚୟ ଦେଇଦିଏ ତାହେଲେ ମୋ ମନରେ ଯେଉଁ ଭାବନାର ସୃଷ୍ଟି ହେଉଛି ସେ ଭାବନାର ସତ୍ୟ ମଧ୍ୟ ହେଇପାରେ। ଆଲୋ କ'ଣ ହେଲା ପରିଚୟଟା ଦବ ନା ନାଇଁ? ହଁ? ଗୋଟେ ସୁନ୍ଦର ଫୁଲକୁ ଯଦି ଆଚ୍ଛା କଳା ଭ୍ରମଟେ ଆସେ ତା ପରିଚୟ ପଚାରେ ହଁ ତାହେଲେ ସେ ଫୁଲ ବିଚାରୀଟା କ'ଣ କହିବ? କ'ଣ କହିବ? ନିଶ୍ଚୟ ସେ ଫୁଲଟା ଲାଜେଇ ଯାଇ ଝାଉଳି ପଡ଼ିବ। ଲାଜେଇ ଯିବ ନା? ହଁ ମୁଁ ମଧ୍ୟ ସେ ଫୁଲ ପରେ ଲାଜେଇ ଯାଉଛୁ। ଆଇଲେ ହେଲେ ଏଇଟା ତ ମୁଁ ଜମାରେ ବୁଝିପାରିଲିନି। କ'ଣ? ଆଲୋ ଏଠି ଫୁଲ କିଏ ଆଉ ଭ୍ରମର କିଏ? ଏତିକି ବି ଜାଣିପାରୁ ନା? ନାଇଁ ତ କ'ଣ? ସେ ଭ୍ରମରଟା ହେଉଛ ତମେ ଆଉ ସେ ଲାଜ କରି ଫୁଲଟା ହେଉଛି ମୁଁ। ନାଇଁ 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 ଭାଇ ତମେ କୌଣସି ପ୍ରକାର ଫୁଲ ନୁହଁ କିମ୍ବା ମୁଁ କୌଣସି ପ୍ରକାର ଭ୍ରମଣ ବୁଝିପାରିଲ? ସିଧା ସଳଖ ଭାବରେ ନିଜ ପରିଚୟଟା ଦିଅ ନଚେତ ମୁଁ ଏଠି ଚାଲି ଯାଉଛି। ନା ନା ଯାଉନି। ଆଚ୍ଛା ଶୁଣିବ ମୋ ପରିଚୟ? ନିଶ୍ଚୟ ଠିକ ଅଛି ଯୁବକ ତାହେଲେ ଶୁଣ ମୋ ପରିଚୟ। କହି ଯା ଓ ଫୁଲକୁ ଭ୍ରମର ଆଜି ମଗ ପରିଚୟ କୁଦଲ ପଚରେ ତୁମେ କିଏ କୁହ? ଫୁଲକୁ ଭ୍ରମର ଆଜି ମଗ ପରିଚୟ କୁଦଲ ପଚରେ ତୁମେ କିଏ କୁହ? ତମେ କଣ ରାଜା ପୁଅ? ଜମାରୁ ତମେ କଣ ରାଜା ପୁଅ? ହଁ ମୁଁ ସବର ଝିଅ ଆମ ରାଖି ମୋର ମୁଁ ସବର ଝିଅ ଆମ ରାଖି ମୋର। ଶୁଣିବାକୁ ଆସିଥିଲୁ ହେଉ ଜାଣ ତୁମକୁ ଦେଖିଦେଲୁ ହେଉ ଜାଣ। ଶୁଣିବାକୁ ଆସିଥିଲୁ ହେଉ ଜାଣ ତୁମକୁ ଦେଖିଦେଲୁ ହେଉ ଜାଣ। ଆଉ ସବର ରାଜା ଅଟନ୍ତି ପ୍ରଜାପିତା ମୋର। ସବର ରାଜା ଅଟନ୍ତି ପ୍ରଜାପିତା ମୋର। ଆଉ ଆଗକୁ ରହିତଲ ଖାଇ ବିଷୟ ରହିତଲ ଖାଇ ବିଷୟ ମୁଁ ସବର ଝିଅ ଆମ ରାଖି ମୋର।
ତାପରେ ତାପରେ ପାଇଲ ଆରେ ଆଗକୁ କ'ଣ ଅଛି କୁହ ଏ କ'ଣ ତାପରେ ଆଉ କ'ଣ ହଁ ପ୍ରଥମେ ମୋ ସାଙ୍ଗମାନେ ତୁମକୁ ସେଇଠି ଦେଖିଦେଲେ ହଁ ଆଉ ନିଦରେ ଉଠେଇଦେଲେ ଉଠେଇ ଦେଲେ ହଁ ଆଚ୍ଛା ତାହେଲେ ତମେ ହଉଛ ଜଣେ ଶବର ଜାତିର ଝିଅ ହଁ ହଁ ଆଉ ତମ ନାଁଟା ହେଉଛି ରାକ୍ଷୀ ମାନେ ମୋ ନାଁଟା ହେଉଛି ରାକ୍ଷୀ ଆଚ୍ଛା ହେଲେ ସତ କଥାଟି କହିବି ରାକ୍ଷୀ କହୁନ ସତ କହିବା ଗଲା ତମେ ଜଣେ ଶବର କୁଲାର ଜନ୍ମ ହେଇକି ମଧ୍ୟ ଦେଖିବାର କୌଣସି ରାଜକୁମାର ଠାରୁ କମ ନାହିଁ। ସତରେ ରାକ୍ଷୀ ତମ ନାମଟା ଯେମିତି ରାକ୍ଷୀ ନା ସେମିତିରେ ତମେ ଦେଖିବାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ଏ ମା ଏଇ କଥା ତମେ କହୁଛ ମୁଁ ଦେଖିବାକୁ ସୁନ୍ଦର ଦେଖାଯାଉଛି ଆଲୋ ହଁ ଏ କଥା ମୁଁ କହୁଛି ହେଲେ ନାଇଁ ମ ହେଲେ ଶୁଣ ଆଜି ତ ମୁଁ ମୋ ପରିଚୟଟା ଦେଇପାରିବି କାରଣ ମୋର ଗନ୍ତବ୍ୟ ମଧ୍ୟ ଅଛି ଅଲଗା ଆଉ ମୋତେ ବହୁତ ଦୂର ଯିବାର ଅଛି ତେଣୁକରି ବର୍ତ୍ତମାନ ମୁଁ ଏଠି ଚାଲି ଯାଉଛି ଆଉ ଜୀବନରେ ଯଦି ଦ୍ୱିତୀୟ ଥର ପାଇଁ କେବେ ସାକ୍ଷାତ ହୁଏ ତାହେଲେ ନିଶ୍ଚୟ ସେଦିନ ମୁଁ ମଧ୍ୟ ତମକୁ ମୋ ପରିଚୟଟା ଦେଇଦେବି ହେଲା କ'ଣ କହିଲ ଏଇ ଖଣି ତମେ ଚାଲିଯିବ ହଁ ହେଲେ ଆହୁରି କିଛି ସମୟ ଏଠି ରହିଯାଉନ ଆହୁରି କିଛି ସମୟ କହିଲ ଇଏ ରାକ୍ଷୀ ଆରେ ଆହୁରି କିଛି ସମୟ ଏଠି ମୁଁ ଗନ୍ତବ୍ୟ କରିବି କାହିଁକି ନା ମୁଁ ନା ତମକୁ ଗୋଟେ ଜରୁରୀ କଥାଟେ କହିବି ବୋଲି ଭାବୁଛି ଯେ କ'ଣ କହିଲ ତମେ ପୁଣି ମୋତେ ଗୋଟେ ଜରୁରୀ କଥାଟି କହିବ ହଁ ହଁ ଆଲୋ ତମ ଦେଖାରୁ ସବୁ ଜରୁରୀ କଥାଟାକୁ ଏକାଥରକୁ କହିଯିବ ହଁ ହଉ ହେଲା ତମକୁ କେଇଟା ସମୟ ଦେଲି ଅଳ୍ପ କ୍ଷଣ ମଧ୍ୟରେ ତମ ସହ ଜରୁରୀ କଥାରେ ମୁଁ ଆଗରେ କହିଦେବି ରାଗିବି ଜମା ରାଗିବିନି ହେଲା ସତେ ଲାଗିବନି କ'ଣ କହିବ କିନ୍ତୁ ଟିକେ ଶୀଘ୍ର ଶୀଘ୍ର କହିବ କହିଦେବି ହଁ ଏ କ'ଣ ସତ କଥା କହିବାକୁ ଗଲେ ନା ଆଚ୍ଛା ମୋ ନା ହଁ ତମ ଏ ମା କହିଲ ଏ ତମେ ପୁଣି ମତେ ଆଲୋ ଏ ରାକ୍ଷୀ ଆରେ ଆଗ ପଛୁ କିଛି ଅଛି ନା ଏତିକିରି ଶେଷ ମ ଆହୁରି ପୁଣି ଅଛି ଯେ ତାହେଲେ ଶୀଘ୍ର କୁହ ଏ ସତ କଥା ମୁଁ ରାଗିବନି ଆରେ ବାବା କହିଲି ପରା ଜମା ରାଗିବିନି ତାହେଲେ କହିଦେଉଛି କ'ଣ ସତ କଥା କହିବାକୁ ଗଲେ ନା ହଁ ମୋ ନା ହଁ ତମକୁ ହଁ ମତେ ମା ମନେ ମନେ ଭଲ ପାଇ ସାରିଛି କ'ଣ କହିଲ ତମେ ପୁଣି ମତେ ମନେ ମନେ ଭଲ ପାଇ ସାରିଛ ହଁ ଆଲୋ ଏ ରାକ୍ଷୀ ଦରକାର ନାହିଁ ତମ ପରିଚୟ ମାନଙ୍କର ସେଇ ଭାଡ଼ା ପ୍ରେମକୁ ହେଲେ କ'ଣ କହିଲ ମୋ ପ୍ରେମକୁ ତମେ ବଡ଼ ପ୍ରେମ କହୁଛ ଆଉ ନୁହେଁ ତ କ'ଣ ହେଲେ ନାଇଁ ମୁଁ ହଁ? ମୁଁ ସତ କହୁଛି ପ୍ରଥମ ଦେଖାରେ ତୁମକୁ ମୁଁ ଭଲ ପାଇ ସାରିଛି ହେଲେ ଶୁଣଲ ରାକ୍ଷୀ ମୁଁ ତମକୁ ଜମାରେ ଭଲ ପାଉନି ଆଉ ତମେ ଯେତେ ଚେଷ୍ଟା କଲେ ମଧ୍ୟ ତମର ମିଛ ପ୍ରେମ ଜାଲରେ ମତେ ଫସାଇ ପାରିବନି ଆରେ ମୋ ପ୍ରେମ ମିଛ ପ୍ରେମ ନୁହଁ କିଏ କହିଲା ମିଛ ନୁହଁ ମୁଁ କହୁଛି ହଁ? ମୋ ମନ କହୁଛି ଆଚ୍ଛା ଆଲୋ ଏଇ ଭଲରେ ଭଲରେ କହିଦେଉଛି ଦୟାକରି ତମେ ଏଠୁ ଚାଲିଯା ବୁଝିଲ ନଚେତ କିଛି ଭଲ ହବନି ବା ନା ଯିବିନି ଜୀବନ ଜମାର ଜୀବনী ଜମାରେ ଯିବିନି କେମିତି ଜୀବনী ମୁଁ ମଧ୍ୟ ଦେଖିନିବି ଦେଖୁନ ଦେଖୁନ ଆଲୋ ଏ ରାକ୍ଷୀ ମନ ଦେଇକି ଶୁଣବା କ'ଣ ପ୍ରେମ କରିବାକୁ ତତେ ଗୋରୀ ମନ ନାହିଁ ଜମା ପ୍ରେମ କରିବାକୁ ତତେ ଗୋରୀ ମନ ନାହିଁ ଜମା ମୋ ଠାରୁ ଟିକେ ଦୂରେ ରୁହ ପାଖକୁ ଆସେ ନା ବତେଇବା ପାଇଁ ମତର ତୁ ପୁରୀ କରୁଛୁ କେତେ ବାହାନା ପ୍ରେମର ଡରିରେ ବାନ୍ଧି ପାରିବନି ଦେଖିଲେ ଲାଗୁଛି ଘୃଣା ଚାଲିଯା ଏଠୁ ଚାଲିଯା ଏଠୁ ଚାଲିଯା ଭଲ ପାଇବାକୁ ତତେ କରି ମନ ମୋ ବୁଝେ ନା ପ୍ରେମ କରିବାକୁ ତତେ କରି ମନ ନାହିଁ ଜମା ଜମାରୁ ନାହିଁ
ଅଯଥାରେ ତୁମ ପାଖେ ସମୟ ସରୁଛେ ପଟଣ କରିକି ମତେ ପାଇବ କି ପୁଣ୍ୟ ସମୟ ନାହିଁ ମୋ ପାଖେ କରିବାକୁ ପ୍ରେମ ପଟେଇବା ପାଇଁ ମତଲ ତୁକୁରି କରୁଛୁ କେତେ ବାହାନା ପ୍ରେମର ଡୋରିରେ ବାନ୍ଧି ଧରି ବୁଣି ଦେଖିଲେ ଲାଗୁଛି ଘୃଣା ଚାଲିଯା ଏଠୁ ଚାଲିଯା ଏଠୁ ଚାଲିଯା କ'ଣ ଏମିତି ଏମିତି ମାନେ କୁଆଡ଼େ ଯିବିନି ମୁଁ ଆଚ୍ଛା ଏମିତି ମାନେ କୁଆଡ଼େ ଯିବନି ଆଲୋ ଯେମିତି ହେଲେ ଠିକ ଯିବା ପୁରା ବୁଝିପାରିଲ ଯିବିନି ମୁଁ ଭଲ ପାଇବାକୁ ତତେ କରି ମନ ମୋ ବୁଝେ ନା ପ୍ରେମ କରିବାକୁ ତତେ କରି ମନ ନାହିଁ ଜମାରୁ ନାହିଁ तुमको जिते बुझे से तुम मुंड कौन मो कथा पसंद आर कहली पूरा मुझे तुमको भले पानी कौन पे अଯଥା समय नष्ट कर चल ହେଲେ ମୁଁ ତ ତମକୁ ଭଲ ପାଉଛି ନା ତମେ କାହିଁକି ମୋ ମନ କଥା ବୁଝିପାରୁନା ହଁ हेलो ये राखी आर तुम दयाकर उठी चली जाओ तुम जिते चेष्टा कले मुझे तुमको भले पाई पारिबिनी हैला ନା ଯିବିନି जीवन ଯେ ପର୍ଯ୍ୟନ୍ତ ତମକୁ ମନେ ଜର କରିଛି अच्छा ସେ ପର୍ଯ୍ୟନ୍ତ ଏଠୁ କୁଆଡ଼େ ଯିବିନି ମାନେ କୁଆଡ଼େ ଯିବିନି कुआड़े जीवन ନା जमर जीवनी ଜମାରୁ ଯିବିନି ठीक अच्छी तुम ये रुह कि जाओ मोर कौन सी आपत्ति ना राखी କାହିଁକି कहीं जानी कहीं ना मु मो रास्ता रे चले ମା ସତରେ କ'ଣ ଯିବ କୋଉଠି ଚାଲିଯିବେ ନା ନା ତାଙ୍କୁ ଡାକିବାକୁ ହିଁ ପଡ଼ିବ କାହିଁକି ନା ପ୍ରଥମ ଦେଖାରେ ତାଙ୍କୁ ମୋ ମନଟା ଦେଇସାରିଛି ହେଲେ କେଉଁ ନାଁରେ ଡାକିବି ଏ ପର୍ଯ୍ୟନ୍ତ ତାଙ୍କ ନାଁ ମଧ୍ୟ ମୋତେ ଜଣିନାହାନ୍ତି ତାଙ୍କ ପରିଚୟ ମଧ୍ୟ ମୋତେ ଜଣିନାହାନ୍ତି ହେଲେ କେଉଁ ନାଁରେ ଡାକିବି ଡାକିବି ସେ ଯୁବକକୁ ମୁଁ ନିଶ୍ଚୟ ଡାକିବି कुछ पर सुनो हेलो कौन कहला ए रसिक हेलो मो नाम रसिक फजका के चिन्ह हवा ताले कौन हम मो नाटा होची चंद्रकांत नाटा मत केते सुंदर है सुंदर हबनी चेहरा जते बेले ते सुंदर है नाटा कौन सुंदर ही था हाँ तो बुझी पारिल चंद्रकांत चंद्रकांत तमक थटे कर तम मुंड कण मुख छाड़ा पसिलानी आर कहि परा मोना मरस्क नुह बोली कबे बार 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 मते डाकुछ मो नाटा होती चंद्रकांत बुझ आ एटा लेखिकी रख आउ थरे जदी डाकिछ देखिबो मोर असली रूपट हैला कौन देखेबा क्या देखेबी कहबी देखो ना देखेई देबी देखे दो ना नहीं 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 आज देखिबी ने आउ केबे देखि नहीं 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 आज देखे दो आर कहली परा देखे परिबिनी जा देखे दो ना
ତାଙ୍କର ବା କ'ଣ ହେଇଗଲା? ଏ ରସିକା ଏ ମା ତମ କାଉ କେତେ ଥର କହିବି? ନାଇଁ ନାଇଁ କେତେ ଥର କହିବି ମୋ ନାମ ରସିକା ନୁହଁ ବୋଲି? ଏ ପଟୁ ଗୋଟେ ଦେଇଦେବି ଏକା ଥରକୁ ସେ ଯିବ, ବୁଝିପାରିଲ? ବାଜେଇ ଯା ଏ ରସିକ ପରେ ଓଇ ଆଏ ରସିକା ଦାର ମୋ ହାତ ଦିଆ କୋଳାରେ ବସିକି ଗାଧା କରିବି ସତରେ ଏ ହାତଟାକୁ କାଟିକି ନେଇଯିବି, ଏ ମା ହାତରେ କାଟିକି ନେଇଯିବା। ଖାଲି ହାତଟା ନେଲେ ବା କ'ଣ କରିବ ଯେ? ଆଚ୍ଛା ପୁରା ଶରୀରକୁ ନେଇଯାଉନ। ଦରକାର ନା ତମ ଶରୀର, ଯା ମୋ ଶରୀର ତମକୁ ଦରକାର ନାହିଁ। ଜମାରୁ ନୁହଁ। ଆସ ମୋ ପାସ ଆସ ମୋ ପାସ ଭଲ ପାଉଛି ତମକୁ ଭଲ ପାଉଛି କହୁଛି ସତ ଆସ ମୋ ପାସ ଆସ ମୋ ପାସ दासी पने रखा सेवा मो करबी चल फिर तुम आता घरे पासा आसा मो पासा आसा मो पासा अरे रसिका घर माता आसा मो पासा आसा मो पासा ତମକୁ ଲାଜ ଲାଗୁନି? ଝିଅ ବେଳ କେମିତି ପର ପୁରୁଷକୁ ପଛ ପଡ଼ି ଜାବଡ଼ି ଧରିନଛ? କିଏ କହିଲା ପରପୁରୁଷ ମାନେ? ତୁମକୁ ପୁରା ମୁଁ ମନେ ମନେ ନିଜର ଭାବି ସାରିଛି। ଆରେ କେହି କାହାରିକୁ ଏମିତି ପଛ ପଡ଼ି ଜାବଡ଼ି ଧରି ନେଲେ ନିଜର ହେଇଯାଆନ୍ତିନି ମ। ତାହେଲେ କ'ଣ କରି ନିଜର ହୁଅନ୍ତି ଶିଖେଇ ଦଉନ? ସେଇଟା ପୁଣି ଶିଖେଇବି। ଶିଖେଇ ଦଉନ? ଯାଅ ମା ଶିଖେଇ ଦଉନ ପରେ। ହେଲେ ତମେ କାହିଁକି ବୁଝୁନ? ମୁଁ ପୁରା ତମକୁ ଦେବତା ବୋଲି ମାନୁଛି, ତମ ପାଦ ତଳେ ପୂଜା କରିବାକୁ ଚାହୁଁଛି। ଆରେ ରାଖି ଦରକାର ନାହିଁ ତମ ପରି ପ୍ରେମ ଆଉ ତମ ପରି ଭକ୍ତି ହେଲା, ସେଥିପାଇଁ ତ କହୁଛ ଏଠି ଚାଲିଯାଅ। ହେଲେ ମୁଁ ସତ କହୁଛି ଦଉନ? କ'ଣ କହୁଛ? ତୁମେ ମୋ ଦେବତା ମୁଁ ପୂଜାରିଣୀ, ତୁମ ପାଦ ତଳେ ମୁଁ ଜୀବନୀ, ମନା କଲେ ତୁମେ ମୁଁ ଖାଇବି ବିଷ। କ'ଣ କହିଲା ଆଉ ଥରେ କହୁନ? ତମେ ଯଦି ମନା କରିଦେବ ତାହେଲେ ମୁଁ ବିଷ ଖାଇ ମରିଯିବି। ଭଲ ହବ, ଏଥର ତମେ ସଠିକ ସ୍ଥାନ ଧରିଛ। ହଇଲ ଏ ରାକ୍ଷୀ, আর তুমি বিষ খাই মলে কেতে সরিলে কেতে মোর কোনটা যাଉଛି মোর কোনসি প্রকার ক্ষতি হবনি বুঝিপারলে গোটে ঝিও পিলা মরিଯିବ পা কହୁଛି আচ্ছা তুমি তাকে অটকাবার চেষ্টা করুনা কাহিকি কোন পাই অটকেবি যাও না বরং তুমি মরিগলে মু বহুত খুশি হই এ মা মু মরিগা তুমি খুশি হবা বহুত এ প্রকৃত তুমি মরিছ না কোন মু কে মু নাইলো রাখি মু মরিছ নু হম মতে কেবল মরিছ পরে দেখা যায় বুঝিল প্রকৃতরে মু হচ্ছি গোটিয়ে তাମାନେ ମୁଁ ଜାଣିକରି ତାମାନେ ମୁଁ ଜାଣିକରି ଯେ ତମ ଜଣକ ଗୋଟେ କ'ଣ
କ'ଣ ତାମାନେ ତମେ ଅଛ ଗୋଟିଏ ବାଲାଦା। ମୁଁ ବଳ ବଳ କିଛି ନୁହଁ ମ ହଁ ତମେ କହିଲେ ପରା ତମେ ଅଛ ଗୋଟିଏ ବାଲାଦା। ସେଇଟା କୋଉ କହିଦେଇଥିବି। ବାଲାଦା ନାଇଁ ବାଲାଦା ନାଇଁ ସେ ବାଲାଦା ନାଇଁ ସେ ଘୁ ଏ ବାଲାଦା ଏ ବାଲାଦା ଚୁପ୍ କର କହୁଛି। ଏ ବାଲାଦା ଆଉ ଥରେ ଏ ବାଲାଦା। ଆଇଲେ ମୁଁ କର ତମକୁ ଗାଈ କହୁଛି ମତେ ବଳଦ କହୁଛ ଯେ। ହଁ ମତେ ଗାଈ କହୁନା। ତମେ ଗୋଟେ ବଳଦ ଷଣ୍ଢ ହେଲେ ଦେଖ ମୁଁ ଗୋଟେ ରେ ବାପା। ଗାଈ କଣ ଭଲ ହବନି? ଦେଖରେ ବାପା କେମିତି ନିର୍ଲଜ ଝିଅଟା ନିଜକୁ ଗୋଟିଏ ଗାଈ ଆଉ ମତେ ଗୋଟିଏ ବଳଦ ଷଣ୍ଢ କହୁଛି। ଆସ ସିଂହ ଲড়াই କରିବା ଆସ। ସିଂହ ଲଢ଼ିବା କଣ ହେଲା ମ? ମୋ ସହିତ କଣ ସିଂହ ଲଢ଼ାଇ କରିପାରିବନି? କାହିଁକି ସିଂହ ଲଢ଼ାଇ ସତରେ କରିପାରିବନି? କଣ ହେଲେ ଟିକେ ଆଗକୁ ଭାବିଲା। କଣ ଭାବିବି? ତମେ ଗୋଟେ ବଳଦ ଷଣ୍ଢ ହେଲେ ହଁ ମୁଁ ଗୋଟେ ବଳଦ ଗାଇଲେ କେତେ ଭଲ ହବ? କାହିଁକି ଭଲ ହବ? କାହିଁକି ମାନେ ହଁ ତମର ଆମର କେ ସୁନ୍ଦର ସୁନ୍ଦର ବାଛୁରୀ ଗୁଡାକ ଜନ୍ମ ହେବିନି। ଭାଇଲେ ତମକୁ ଲାଜ ଲାଗିନି କଥାଟାକୁ ଏତେ ଦୂର ଭାବି ସାର। ଆଲୋ ଏ ରାକ୍ଷୀ ଦରକାର ନା ତମ ପରି ଡାହାଳେ ଗାଈ ଆଉ ତମଠୁ ସେ ଜନ୍ମ ନଥିବ ବାଛୁରୀ ଗୁଡ଼ାକ ହେଲା। ହେଲେ କାହିଁକି ବାଛୁରୀ ଗୁଡାକ କଣ ପଛରେ ପଛେ ବୁଲି ପାରିବନି? ନାଇଁ ମ ସେ କାମଟା ମୋ ଦ୍ୱାରା ହବନି। ହବନି ନା? ହଁ ସେଥିପାଇଁ ତ କହୁଛି ଏଇ ମଣିଷ ଜନ୍ମ କଣ କହୁଛ? ତୁମେ ମୋ ଦେବତା ପୂଜାରୀ ତୁମ ପଦ ତଳେ ମୁଁ ଜୀବନି ମନା କଲେ ତୁମେ ପାଇବି ବିଷ ପାଇବାକୁ ହେଲେ ମଧୁପରସ ରସିକ ଏ ମନ ପ୍ରାଣ ଏ ଯୌବନ ଏ ମନ ପ୍ରାଣ ଏ ଯୌବନ ତୁମକୁ ଦେଇଛି ଧନ ତଳେ ମାନ ଆସ ମୋ ପାସ ଗଜା ଆସ ମୋ ପାସ ମହାଦାପି ନୁହଁ ରସିକା ଧର ମୋ ହାତ ଆସ ମୋ ପାସ ଗଧନ ଆସ ମୋ ପାସ ତମର ବା କଣ ହେଇଗଲା ଯେ? ଆଇଲେ କଣ ପାଇଁ ସିଧା ଉପରକୁ ଚଢି ଆସ? ଏବେ ଯଦି ମୁଁ ମରି ଯାଇଥିଲେ ଗୋଟେ ଛୁଆ ପିଲା ପୁଅ ପିଲାଙ୍କ ଉପରେ ଚଢିଗଲେ କଣ ମରିଯାଆନ୍ତି? କେତେ କଳେ ବଳେ କୌଶଳ ସେ ପାଙ୍କ ଭିତରେ ମୋ ଜୀବନଟାକୁ ବଞ୍ଚେଇଛି ମରିଯିବା କଥା କହୁଛ ଛେ। ହେଲେ ତମେ କାହିଁକି ବୁଝିପାରୁନ? କଣ ମୁଁ ତୁମକୁ ଏତେ ବାଧ୍ୟ କଲା ପରେ ମଧ୍ୟ ତମେ ଗୋଟେ ଝିଅର ମନ କଥା ବୁଝିପାରୁନ? ହାଲୋ ଏ ରାକ୍ଷୀ ଆରେ ତମେ କାହିଁକି ବୁଝିପାରୁନ? ଆରେ କହିଲି ପୁରା ମୁଁ ତମକୁ ଭଲ ପାଉନି ଆଉ ତମେ ଯେତେ ଚେଷ୍ଟା କଲେ ମଧ୍ୟ ମତେ ପାଇପାରିବେନି ହେଲା। ଆଉ ଏଇଟା ମୋର ଶେଷ ନିଷ୍ପତ୍ତି। ସତରେ ସତରେ ଏଇଟା ତମ ଶେଷ ନିଷ୍ପତ୍ତି? ହଁ ହେଲେ ତମେ ମତେ ଭଲ ପାଉନି? ଜମାରୁ ନୁହଁ ଏତିକି ମତେ ଭଲ ପାଉନି? ଏତିକି ମଧ୍ୟ ନୁହଁ ହେଲା। ଖାଲି ପ୍ରେମ ପ୍ରେମ କଣ ବା କରିବି? ଏତେ ବାଧ୍ୟ କଲା ପରେ ମଧ୍ୟ
ତମେ ମୋ ମନ କଥାକୁ ବୁଝିପାରିଲନି ଆଚ୍ଛା ତାହେଲେ ଏଠି ରହିକି ବା ମୋର କ'ଣ ଲାଭ? କିଛି ଲାଭ ନାହିଁ। ମୁଁ ଏଠୁ ଚାଲିଯିବି, ନିଶ୍ଚୟ ଏଠୁ ଚାଲିଯିବି। ଯାଅ। କିନ୍ତୁ ମୁଁ ଗଲା ପରେ ନା ତମେ ବସ୍ତେଇବ ହେଲା। ଆଲୋ ଆଲୋ କ'ଣ କହିଲ? ତମେ ଏଠୁ ଗଲା ପରେ ମୁଁ ପୁଣି ପସ୍ତେଇବି। ହଁ ସେଇଟା ପୁଣି କ'ଣ ପାଇଁ? କ'ଣ ପାଇଁ ମାନେ ହଁ ମୋ ପରି ଝିଅ କ'ଣ ତମେ କୋଉଠୁ ପାଇବ? ଦେଖରେ ବାପା ଆସିଲାରେ ମୋର ଦିବ୍ୟ ସୁନ୍ଦରୀଟା। ହଇଲୋ ଏ ରାକ୍ଷୀ ତମ ପରି ସୁନ୍ଦରୀ ଛମାନେ ମୋ ପଛରେ ମୋ ହଜାରେ ହଜାରେ ଏମିତି ଧାଡ଼ିରେ ଛିଡ଼ା କରିଛନ୍ତି ବୁଝିପାରିଲ? ଏମା ତମ ଜଣକ ପାଇଁ ହଜାରେ ଝିଅ? ଜଣକ ପାଇଁ ହଜାରେ ଝିଅ। ତମ ଜଣକ ପାଇଁ ଯଦି ହଜାରେ ଝିଅ ଆଚ୍ଛା ତାହେଲେ ଯେତେ ପୁଅ ମାନେ ଅଛନ୍ତି ହଁ ସେମାନେ ସବୁ କ'ଣ କିନି ବଜେଇବେ? ହାଇଲୋ ତମକୁ ଅନୁପମାନଙ୍କ କଥାରେ ମୁଣ୍ଡ ପୁରେଇବା ପାଇଁ କିଏ କହିଲା? ଦୟାକରି ତମେ ଏଠୁ ଚାଲିଯାଅ ବୁଝିଲ? ତମେ ଏଠୁ ଚାଲିଗଲା ପରେ ଆମେ ସେ ହଜାରେ ଝିଅ ଭିତରୁ ସମସ୍ତେ ଗୋଟି ଗୋଟି କରି ଭାଗ ବାଣ୍ଟ କରି ନେଇଯିବ। ହଁ ଚାଲି ଯାଉଛି। ଆଉ ତମେ ଯାଉ ସେ ହଜାରେ ଝିଅ ମାନଙ୍କ ପାଖକୁ। ମୁଁ ବି ଯାଉଛି ହେଲା। ଛିରେ ମା ଛିରେ ମା ପା ଛିରେ ମା ଯାଉଛି। ସେ ଆଜି ମତେ ଜମାରେ ଛାଡ଼ିବେନି, ମତେ ଜୀବନରେ ମାରି ମାରି ମାରିଦେବେ। କ'ଣ କରିବି ବଉଲା? ଆରେ କ'ଣ ହେଲା? କ'ଣ ପାଇଁ କାନ୍ଦୁଛ? ଆରେ କ'ଣ ହେଇଛି କୁହ? ଏଇଟା ତମ ପାଇଁ ମୋର ଏତେ ବଡ଼ ଘଟଣା ଘଟି ଯାଇଛି। ମୁଁ କ'ଣ କଲି ତମକୁ? କ'ଣ କଲି ମାନେ ତମେ କାହିଁକି ମତେ ସେଠି ପ୍ରଥମେ ଦେଖାଦେଲ? ଆଚ୍ଛା ତମକୁ ଦେଖିଲା ପରେ ମୋର କେତେ ସମୟ ନଷ୍ଟ ହେଇଯାଇଛି। ତମର ପୁଣି ସମୟ? ମୁଁ ଅତି ଜରୁରୀ କାର୍ଯ୍ୟଟାକୁ ମଧ୍ୟ ଭୁଲି ଯାଇଛି। ଜରୁରୀ କାର୍ଯ୍ୟ? କ'ଣ ସେ ଜରୁରୀ କାର୍ଯ୍ୟଟା ଟିକେ କହିଲେ ଶୁଣିବି। ସେ ଜରୁରୀ କାର୍ଯ୍ୟଟା ଏକି ଯେ ମୁଁ ନା କ'ଣ ଜଣେ ଯୁବକକୁ ଭଲ ପାଏ, ତମେ ପ୍ରେମ କରେ। ଆଚ୍ଛା ସେ ମଧ୍ୟ ମତେ ଭଲ ପାଆନ୍ତି। ସେଇଠୁ କ'ଣଟା ହେଇଗଲା? କ'ଣଟା ହବନି? ମୁଁ ପରା ତାଙ୍କୁ କଥା ଦେଇକି ଆସିଥିଲି। ଆରେ କ'ଣ କଥା ଦେଇଛ? କଥା ଦେଇଛି କି ଯେ ସେଇ ନଈ କୂଳରେ ସେଇ ଆମ୍ବ ବୃକ୍ଷ ତଳେ ଅପେକ୍ଷା କରିଥିବା ପାଇଁ। ହେଲେ ମୁଁ ତାଙ୍କ ପାଖକୁ ଏପର୍ଯ୍ୟନ୍ତ ଯାଇନି। ହେଲେ ଏବେ ଯଦି ଯିବି ସେ କ'ଣ ମତେ ଏମିତିରେ ଛାଡ଼ିଦେବେ? ନାଇଁ 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 କ'ଣ କରିବି? କ'ଣ କରିବି? କ'ଣ କରିଦେବ ବୋଲି ମତେ ଭୟ ଲାଗୁଛି। ଆଚ୍ଛା କିନ୍ତୁ ଯାହା ବି ହଉ ମୁଁ ନିଶ୍ଚୟ ଯିବି। ଭଲ ପାଉଛି, ପ୍ରେମ କରିଛି ମାନେ ତାଙ୍କ ପାଖକୁ ମୁଁ ନିଶ୍ଚୟ ଯିବି। ତା ପାଖକୁ ତମେ ନିଶ୍ଚୟ ଯିବ। ଆଉ ତାପରେ କ'ଣ କରିବ? ତାପରେ ହାତରେ ହାତ ରଖିବି। ଆରେ ବାପରେ, ହାତରେ ହାତ ପୁଣି ରଖିବ? ହଉ ହେଲା। ଆଉ ତାପରେ କ'ଣ କରିବ? ତାପରେ ଛାତିରେ ଛାତି ମିଶେଇବି। ବଉଲୋ କହିଲା କ'ଣ ଛାତିରେ ପୁଣି ଛାତିକୁ ତାପରେ କ'ଣ କରିବ? ତାପରେ ଆଉ କ'ଣ କରିବି ଏ କଥା କ'ଣ ତମକୁ ଜଣା ନାହିଁ? ହାଲୋ ଜାଣିନି ବୋଲି ତ ପଚାରୁଛି। ଶୀଘ୍ର କୁହ ମ, ଧୈର୍ଯ୍ୟ ଧରି ହଉନି। ଧୈର୍ଯ୍ୟ ଧରି ହଉନି? ତାପରେ ନା କ'ଣ? ତାପରେ ଆରେ କୁହ ମ। ଓଠରେ ଓଠ ମିଶେଇବି। କ'ଣ କହିଲ? ଓଠରେ ଓଠ ମିଶେଇବ? ସେଇଟା ପୁଣି ମୁଁ ଥାଉ ଆରେ ରାଖି। କାହିଁକି ମତେ ମାରିଲ? ଆଉ କୋଉ ଅଧିକାରରେ ମତେ ମାରିଦେଲ? ମୁହଁ କାହିଁକି ମାରିଲ?
आपको अधिकार मार लो कहीदेवी भल पाइबा अधिकार ମାନେ प्रेम करवा अधिकार माने मुना ତମେ तुमको माँ ମତେ ए राखी भला पाची ଏ ମା कौन है कौन ସତରେ ତମେ ମତେ ଭଲ ପା भलो राखी କେବେଠୁ ଭଲ ପା सेई प्रथम देखारु भल पाए ସେ ପ୍ରଥମ ଦେଖାରେ ତମେ ମତେ ଭଲ ପା भलो राखी ହଁ ହଁ ମୁଁ ଜାଣିଥିଲି ତମେ ମତେ ଭଲ ପାଅ ବୋଲି अच्छा ସେଥିପାଇଁ ତ ସେ ଚାଲିଯିବ ବାଟରୁ ପୁଣି ଥରେ ତମ ପାଖ ଫେରି ଆସିବି सतरे हाँ। ए राखी आर मु मते तुमको सेटा ना प्रेम परीक्षा करते ଆଚ୍ଛା आ आज से प्रेम परीक्षा उत्तीर्ण हो सारा पर मु तुमको मन निजार करने मैं भाभी सारी ସତରେ हाँ ତୁ ଜାଣିଛ कौन ତମେ ଏ କଥା ଶୁଣି ମତେ ଭାରି ଖୁସି ଲାଗୁଛି लगनी ଏ कौन ଆହୁରି ଗୋଟେ କଥା कौन ମୁଁ ଏସବୁ ଯାହା କହୁଥିଲି ନା हाँ ମୁଁ ଭଲ ପାଇବା ହଁ। ମୋ ପ୍ରେମିକା ଆଚ୍ଛା। ନଈ କୂଳ ଆମ୍ବ ବୃକ୍ଷତଟା हाँ ସେ ସବୁ ନା ମିଛ ହିଁ ମିଛ सबू मिछ ताले सत कथा कौन ସତ କଥାଟା ଏଇଆ କି ଯେ कौन ସତ କଥାଟା ହେଉଛି कौन ମୁଁ ମଧ୍ୟ हाँ ତମକୁ हाँ मते माँ ଭଲ ପାଏ हे हे हाँ 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 ଏ ସାଥୀ ସେ ତାରା ଗୁଡାକ ଦେଖୁଛ ନା ସେ ତାରା ମଧ୍ୟରେ ତମ ନାଁଟା ଲେଖିଦେଇ ସାରିଛି ଏ ହୃଦୟରେ ମଧ୍ୟ ତମ ନାଁଟା ଲେଖିଦେଇ ସାରିଛି ଏ ସାଥୀ ସେ ଜହ୍ନରେ ଲେଖିଛି ତମରି ନାଁ हाथ धरी बाट चालुथिब टिके टिके भल पाउथिब हाथ धरी बाट चालुथिब टिके टिके भल पाउथिब केमिति रहिबा जीवन सदा एमिति रहिबा जीवन सदा तुम छाई मते छोथिबा 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 जन्नरे लिखिछि ना तारारे लिखिछि ना छातीरे लिखिछि मो हे प्रिया love you I love you love you I love you I love you too. कितना तारा रील कितना हृदय लिखिछि मो love you I love you 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 आकाशे लिखिले ना मनरे लिखिले ना हृदय लिखिले
ତମକୁ ଦେଖିଲା ପରେ ଏଇ ମନ ହୃଦୟରେ ପାଇବାକୁ ତୁମ ପ୍ରେମ ଏଇ ମନ ଝୁରି ମରେ ଜନ୍ମରେ ଲେଖିଛି ନା ତାରାରେ ଲେଖିଛି ନା ହୃଦୟରେ ଲେଖିଛି ମୁଁ love you, I love you, love you, I love you, love you, I love you, love you, I